ଅଦ୍ୟ ତା 27/9/2024 ଶୁକ୍ରବାର ଦିନ ଆମ ପୋଲିସ କଲୋନୀ ପ୍ରାଥମିକ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ସରକାରୀ ପ୍ରାଥମିକ ବିଦ୍ୟାଳୟ ପୋଲିସ କଲୋନୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋଲିସ କଲୋନୀ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ସମୁଦାୟ 100ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସମୁଦାୟ 20 ଜଣ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ବହୁ ଧୁମଧାମରେ କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ହୋଇଯାଇଛି। ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମହାପାତ୍ର ସଭାପତି ଆସନରେ ଅଳଙ୍କୃତ କରିଥିବା ବେଳେ ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବିଡ଼ାନାସୀର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସିଆର୍ସିସି ଶ୍ରୀମତୀ ରାଜଶ୍ରୀ ମହାପାତ୍ର ସଭା ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳସାହିର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଖା ସେଠୀ ମହାଶୟା। ଆନନ୍ଦ ଓ ଉଲ୍ଲାସର ସହ ସୁରଭି 2024ର ପ୍ରତିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ପ୍ରଥମ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଭାଷା, ଗଣିତ ଓ ଚିତ୍ରାଙ୍କନ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ସେମାନଙ୍କୁ ନେଇ ଚିତ୍ରାଙ୍କନ, ଗଳ୍ପ କଥନ, ଗଣିତ ଦୌଡ଼, ଗଣିତ କୁଇଜ୍, ସୁରଭି ପ୍ରତିଯୋଗିତାମାନ କରାଯାଇଥିଲା। ସେହିପରି ଜୁନିୟର ବିଭାଗରେ କୁଇଜ୍, ପେଣ୍ଟିଂ, କ୍ରିଏଟିଭ୍ ରାଇଟିଂ, ଇଲୋକେସନ, ପେଟ୍ରିଅଟିକ୍ ସଙ୍ଗ୍, ଓଡ଼ିଆ ହ୍ୟାଣ୍ଡରାଇଟିଂ ଆଣ୍ଡ ଡିକ୍ଟେସନ କରାଯାଇଥିଲା। ସିନିୟର ବିଭାଗରେ ଡିବେଟ୍, ଏସେ, କୁଇଜ୍, ପେଣ୍ଟିଂ, କ୍ରିଏଟିଭ୍ ରାଇଟିଂ, ଇଲୋକେସନ, ପେଟ୍ରିଅଟିକ୍ ସଙ୍ଗ୍, CWSN ପିଲାମାନଙ୍କ ପାଇଁ ପେଣ୍ଟିଂ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଆମର ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। PM ପୋଷଣ ଗ୍ରୁପର ଚିତ୍ରକଳା ଆଉ ଶିଳ୍ପକଳା ପ୍ରତିଯୋଗିତା କରାଯାଇଥିଲା। ବହୁ ଆନନ୍ଦ ଉଲ୍ଲାସର ପରିବେଶରେ ଏହି ସମସ୍ତ କାର୍ଯ୍ୟ ସମାପ୍ତ ହୋଇଥିଲା। ପୁଣି ଆର ବର୍ଷ ସୁରଭିକୁ ଅପେକ୍ଷାରେ ଛାତ୍ରଛାତ୍ରୀମାନେ ରହିଥିଲେ ଏବଂ ନିଜ ମଧ୍ୟରେ ପ୍ରତିଯୋଗିତା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଏହି ସୁରଭି ପ୍ରତିଯୋଗିତାମାନ କରିବାରେ ଏହିସବୁ ସହକାରୀ ଶିକ୍ଷୟିତ୍ରୀ ଆମମାନଙ୍କୁ ସାହାଯ୍ୟ କରିଥିଲେ। ଶ୍ରୀମତୀ ମମତା ମଞ୍ଜରୀ ମୂଳିଆ, ଶ୍ରୀମତୀ ମଧୁସ୍ମିତା ସାହୁ, ଶ୍ରୀମତୀ କବିତା ତ୍ରିପାଠୀ, ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ଶ୍ରୀମତୀ ଶୁଭଙ୍କରୀ ମିଶ୍ର, ଶ୍ରୀମତୀ ସୌଦାମିନୀ ନାୟକ, ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀମତୀ ସ୍ୱର୍ଣ୍ଣଲତା ମିଶ୍ର, ଶ୍ରୀମତୀ ବିଷ୍ଣୁପ୍ରିୟା ବିଶ୍ୱାଳ, ଶ୍ରୀମତୀ ପ୍ରଜ୍ଞା ପରିମିତା ଚାନ୍ଦ ସହକାରୀ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ବହୁତ ଭଲ ଭାବରେ ଆମର କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରୋଗ୍ରାମର ପରିସମାପ୍ତି ଘଟିଥିଲା। ସେହି କ୍ଲଷ୍ଟର ଲେବୁଲ ସୁରଭି ପ୍ରୋଗ୍ରାମର ଜୁନିୟର ବିଭାଗର କୁଇଜରେ ଆଶ୍ରିତ ଆୟୁଷ୍ମାନ ନାୟକ, ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାଗ୍ୟଶ୍ରୀ ସିଂ ଡ୍ରଇଂ ବିଭାଗରେ ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି କ୍ରିଏଟିଭ୍ ରାଇଟିଂ ଚିତ୍ତରଞ୍ଜନ ସାହୁ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଲୋକେସନର ତ୍ରିଷ୍ଣା ସାମଲ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଇଲୋକେସନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ପେଟ୍ରିଅଟିକ୍ ସଙ୍ଗରେ ସୌମ୍ୟରଞ୍ଜନ ଓଝା ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଓଡ଼ିଆ ହ୍ୟାଣ୍ଡରାଇଟିଂ ଆଣ୍ଡ ଡିକ୍ଟେସନରେ ଆୟୁଷ କୁମାର ଦାସ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ସିନିୟର ବିଭାଗରେ ପ୍ରବନ୍ଧ ପ୍ରତିଯୋଗିତାରେ ସ୍ନେହାଶିଷ ମହାନ୍ତି ଓଡ଼ିଶା ପୋଲିସ ସରକାରୀ
ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ସିନିୟର କୁଇଜ୍ରେ ଆୟୁଷ୍ମାନ ସାମନ୍ତରାୟ ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ପେଣ୍ଟିଂରେ ଲାବଣ୍ୟ କୁମାର ବେହେରା ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। କ୍ରିଏଟିଭ୍ ରାଇଟିଂରେ ଶୁଭମ କୁମାର ମହାନ୍ତି ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଲୋକେସନରେ ସାଇ ପ୍ରତୀକ ସାହୁ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପେଟ୍ରୋଟିକ୍ ସଙ୍ଗରେ ପବିତ୍ର ପୃଷ୍ଟି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ବିଡ଼ାନାସୀର ଦଶମ ଶ୍ରେଣୀ ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି କଲଚରାଲ ପ୍ରୋଗ୍ରାମରେ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ପିଲାମାନେ ପ୍ରଥମ ସ୍ଥାନ ଅଧିକାର ଜୁନିୟର ବିଭାଗର ପେଟ୍ରୋଟିକ୍ ସଙ୍ଗରେ ସର୍ବାଙ୍ଗ ମହାପାତ୍ର ଦିବ୍ୟାଙ୍ଗ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିଲା। ସେହିପରି ପିଏମ୍ ପୋଷଣ MDM ଗ୍ରୁପରେ ଚିତ୍ରକଳାରେ ଓମ୍ ପ୍ରକାଶ ଜେନା ଓଡ଼ିଶା ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମ ହୋଇଥିବା ବେଳେ ଶିଳ୍ପକଳାରେ ଗୌତମ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୋଲିସ କଲୋନୀର ପଞ୍ଚମ ଶ୍ରେଣୀର ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହିପରି ଆନନ୍ଦ ଉଲ୍ଲାସର ସହ ସୁରଭି କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ପୋଲିସ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୋଷେଇଆମାନେ ଆମକୁ ସବୁ କାର୍ଯ୍ୟରେ ସହଯୋଗ କରିଥିଲେ। ତାଙ୍କୁ ମଧ୍ୟ ଅନ୍ତରର ସହ ଧନ୍ୟବାଦ। ଆମ ପୋଲିସ କଲୋନୀ କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ଜଣାଇବେ ଏବଂ ଆମମାନଙ୍କୁ ଉତ୍ସାହିତ କରିବେ ଏବଂ ମୋର ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ନମସ୍କାର।